ଘରକୁ ପାରା ଆସିବା ଶୁଭ ନା ଅଶୁଭ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ। କ'ଣ ଆପଣ ପାଳିଛନ୍ତି ପାରା? ତ ନିଶ୍ଚୟ ଦେଖନ୍ତୁ। ନମସ୍କାର ବନ୍ଧୁଗଣ, ଆମ ଘରକୁ ପ୍ରାୟ ସମୟରେ ପାରାମାନେ ଆସିଥାନ୍ତି, ଅଥବା ସେମାନଙ୍କୁ ଆମେ ପାଳିଥାଉ ମଧ୍ୟ। ଏହା କ'ଣ ଦୁଃଖର ସଂକେତ ଅଥବା ସମସ୍ୟାର ସଂକେତ? ଘରେ ପାରା ଆସିବା କିମ୍ବା ପାଳିବା ଶୁଭ ହୋଇଥାଏ କିମ୍ବା ଅଶୁଭ, ଚାଲନ୍ତୁ ଜାଣିନେବା। ଶାସ୍ତ୍ର ଅନୁସାରେ ସମସ୍ତ ପକ୍ଷୀମାନେ ବୁଧ ଗ୍ରହ ସହ ଯୋଡ଼ି ହୋଇ ରହିଥାନ୍ତି। ବୁଧ ଗ୍ରହ ସମସ୍ତ ପକ୍ଷୀର ପ୍ରତିନିଧିତ୍ୱ ମଧ୍ୟ କରିଥାଏ। ପାରା ଏକ ଏଭଳି ପକ୍ଷୀ ଆତ୍ମା ଭୂତ ଆଦି ଅଙ୍କର ଭଲ ଗୁଣ ଏବଂ ଖରାପ ଗୁଣ ଦୁଇଙ୍କୁ ଏକାଠି କରି ଚାଲିଥାଏ। ଶାସ୍ତ୍ରରେ ଏହା ସ୍ପଷ୍ଟ କରାଯାଇଛି କି ଯେବେ ବୁଧ ଗ୍ରହ ନିଜର ଖରାପ ଚଳନ ଦେଖାଏ, ସେତେବେଳେ ରାହୁ କେତୁ ବ୍ୟକ୍ତିର ବଞ୍ଚିବା ବହୁତ କଷ୍ଟ କରିଦେଇଥାନ୍ତି। ଆପଣମାନେ ଦେଖିଥିବେ କି ଯେବେ ପାରା ଆପଣଙ୍କ ଘରେ ନିଜର ବସା ବନାଇଥାଏ, ତ ସେତେବେଳେ ଘରର ବଡ଼ ଲୋକ କୁହନ୍ତି କି ତାକୁ ଘରୁ ହଟେଇ ଦିଅନ୍ତୁ, ନଚେତ ଆପଣଙ୍କ ଘର ଏକଦମ ଖାଲି ହୋଇଯିବ, ଶୋକାକୁଳ ପରିବେଶ ଗଢ଼ି ଉଠିବ, କିମ୍ବା କେହି ମରିଯିବେ ଏବଂ ଆପଣ କାଙ୍ଗାଳ ହୋଇଯିବେ। ପାରା ଏକ ଏଭଳି ପକ୍ଷୀ ଯିଏ ଆପଣଙ୍କର ନକାରାତ୍ମକ କି ନଷ୍ଟ କରିବାର କ୍ଷମତା ରଖିଥାଏ ଏବଂ ସୁଖ ସମୃଦ୍ଧି ଲକ୍ଷ୍ମୀଙ୍କୁ ଆପଣଙ୍କ ପ୍ରତି ଆକର୍ଷିତ କରିଥାଏ। ଆପଣଙ୍କ ଜୀବନରେ ସୁଖ ଖୁସିର ଲହରୀ ଆସିଥାଏ, କିନ୍ତୁ ସର୍ତ୍ତାବଳୀ ଏହା କି ଆପଣଙ୍କୁ ପାରାମାନଙ୍କ ସହ ବ୍ୟବହାର ସେଭଳି କରିବେ ଯେଉଁଭଳି ତାଙ୍କୁ ଦରକାର। ତାଙ୍କ ଇଚ୍ଛା ଯେବେ ଆପଣ ନିଜେ ପାରାଙ୍କୁ ଡାକନ୍ତି ଏବଂ ତାଙ୍କୁ ନିଜ ଘରେ ଭରପୁର ଖାଦ୍ୟ ଦିଅନ୍ତି କିମ୍ବା ସେମାନଙ୍କ ରକ୍ଷତକୁ ସଠିକ କରନ୍ତି, ସେତେବେଳେ ଆପଣ ବୁଧ ଗ୍ରହକୁ ମଧ୍ୟ ପରୋକ୍ଷ ଭାବେ ପ୍ରସନ୍ନ ମଧ୍ୟ କରିଥାନ୍ତି ଏବଂ ବୁଧ ଗ୍ରହ ଖୁସି ହୋଇ ଆପଣଙ୍କୁ ବରଦାନ ମଧ୍ୟ ଦେଇଥାନ୍ତି। କିନ୍ତୁ ଯେବେ ପାରା ଘରେ ରୁହନ୍ତି କିମ୍ବା ଆସନ୍ତି ଏବଂ ତାଙ୍କ ମଳ କିମ୍ବା ଆବର୍ଜନା ସେଠାରେ ପକାନ୍ତି, ତେବେ ସେହିଥିରୁ ଆପଣଙ୍କୁ ଅନେକ ରୋଗ ହୋଇଥାଏ ଏବଂ ରାହୁ ଭାରି ହୋଇଥାଏ। ତେଣୁ ଆପଣ ସେହାକୁ ସଫା ପରିଷ୍କାର କରିଦେବା ଉଚିତ। ଏହା ନ କଲେ ବୁଧ ରାଗି ଯାଆନ୍ତି ଏବଂ ଘର ବର୍ବାଦ ହୋଇଯାଏ। ତେଣୁ ସର୍ବଦା ପରିଷ୍କାର ରଖିବା ଉଚିତ। ଯଦି ଆପଣଙ୍କ ଘରେ କିମ୍ବା ଝରକାରେ ଆଦି ସ୍ଥାନରେ ଯଦି ପାରା ନିଜର ବସା ବନେଇ ସେଠାରେ ନିଜ ଅଣ୍ଡା ଦେଇ ଦିଏ, ତେବେ ତାହା ଆପଣଙ୍କ ପାଇଁ ବିଲକୁଲ ବି ନକାରାତ୍ମକ ଜିନିଷ ନୁହେଁ। ଏହି ସବୁ କଥାରେ କେବେ ବି ଡରନ୍ତୁ ନାହିଁ, କାରଣ ଘରେ ପାରା ଆସିବା ବହୁତ ଶୁଭ ସଂକେତ। ବୁଧଙ୍କୁ ଖୁସି କରିବା ପାଇଁ ନିଜ ଘରେ ସଫା ରଖିବା ଆବଶ୍ୟକ। ଅନେକ ଲୋକ କୁହନ୍ତି କି ପାରାଙ୍କୁ ବିରାନା ସ୍ଥାନ କିମ୍ବା ଘର ପସନ୍ଦ, କିନ୍ତୁ ଏହା ସତ୍ୟ ନୁହେଁ। ପାରାମାନେ ସର୍ବଦା ମନୁଷ୍ୟଙ୍କ ଭିତରେ ରହିବା ପସନ୍ଦ କରିଥାନ୍ତି ଏବଂ ଘରେ ଏକ ଯୋଡ଼ା ଧଳା ପାରା ନିଶ୍ଚୟ ପାଳିବା ଉଚିତ। ଏହା ବହୁତ ଶୁଭ ବୋଲି ମାନ୍ୟତା ରହିଛି। ଘରେ ସୁଖ ଶାନ୍ତି ଆଣିଥାଏ। ମାନ୍ୟତା ରହିଛି କି ଯଦି ପାଳିତ ପଶୁ କିମ୍ବା ପକ୍ଷୀ ହଠାତ୍ ମରି ଯାଏ, ତେବେ ଜାଣିବେ କିଛି ବଡ଼ ବିପଦ ଟଳିଗଲା। ତେଣୁ ଆପଣ ପକ୍ଷୀ ପଶୁ ଆଦିଙ୍କୁ ଭଲ ପାଆନ୍ତୁ, ଆଦର କରନ୍ତୁ ଏବଂ ତାଙ୍କ ସେବା କରି ସ୍ୱର୍ଗ ପ୍ରାପ୍ତ କରନ୍ତୁ।